होली पर्व केवल रंगर पर्व नुहे बरं ଏହା ଦେବଦେବୀ ଓ ଭକ୍ତଙ୍କ ମିଳନର ଏକ ମହାଖ୍ୟ ଉତ୍ସବ। ଫାଲ୍ଗୁନ ଦଶମୀ ତିଥିରୁ ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁଥିବା ଏହି ଯାତ୍ରାରେ ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ଏହି ଅବସରରେ ତିହିଡ଼ି ବ୍ଲକ ଗୁଆମଳ ପଞ୍ଚାୟତ ସ୍ଥିତ ଗଣେଶରପୁର ଗ୍ରାମରେ କେଉଁ ଆବାହମାନ କାଳରୁ ଶ୍ରୀ ଶ୍ରୀ ଦାମୋଦର ଜିଉ ଦୋଳ ଉତ୍ସବ ଆଚାର୍ଯ୍ୟ ପରିବାର ଆନୁକୂଲ୍ୟରେ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଶ୍ରୀ ଦାମୋଦର ଜିଉ ଠାକୁରଙ୍କ ଚଳନ୍ତି ପ୍ରତିମା ଦଶମୀ ତିଥିରୁ ବାହାରି ଚତୁର୍ଦ୍ଦଶୀ ତିଥି ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମ ପରିକ୍ରମା କରିଥାନ୍ତି। ନିଜର ମେଳନ ଦିନ ଅନ୍ୟ ଠାକୁର ବାଡ଼ିଆଙ୍କୁ ଆମନ୍ତ୍ରଣ କରି ଭୁରି ଭୋଜନରେ ଆପ୍ୟାୟିତ କରିଥାନ୍ତି। ଆସନ୍ତୁ ଶୁଣିବା ଦୋଳ ଉତ୍ସବ ବାବଦରେ ଠାକୁର ବାଡ଼ିଆ କ'ଣ କହୁଛନ୍ତି। ମେଳନର ପୂର୍ବ ଦିନ ଅର୍ଥାତ୍ ପୂର୍ଣ୍ଣିମା ଦିନ ରାତିରେ ଶ୍ରୀ ଶ୍ରୀ ଦାମୋଦର ଜିଉ ଦୋଳ ବିମାନ 6 ନମ୍ବରରେ ବାହାରି ପାରମ୍ପରିକ ବାଦ୍ୟଯନ୍ତ୍ର ଆତସବାଜି କୀର୍ତ୍ତନ ମଣ୍ଡଳୀ ବାଘ ଭାଲୁ ନାଚ ଷଣ୍ଢ ଲଢ଼େଇ ଘୋଡ଼ା ନାଚ ଆଦି ସହିତ ସକାଳେ ଐତିହାସିକ ଦେଶ ଦୋଳ ଝାଡ଼ପଟା ମେଳଣ ପଡ଼ିଆରେ ପହଞ୍ଚିଥାନ୍ତି। ବାଟରେ ନୂଆ ଶାସନ ସ୍ଥିତ କୁମାରେଶ୍ୱର ମନ୍ଦିରରେ ହରିହର ଭେଟ ପରେ ମହାଦେବଙ୍କୁ ଅବିର ଓ ଭୋଗ ପ୍ରଦାନ କରି ମେଳନ ପଡ଼ିଆକୁ ପ୍ରବେଶ କରିବା ସହ ନିଜ ନିଜ ଆସ୍ଥାନରେ ବସିଥାନ୍ତି। ଝାଡ଼ପଟା ମେଳନର ସ୍ୱତନ୍ତ୍ରତା ହେଲା ଏଠାରେ କେବଳ ଅବିର ଖେଳ ହୋଇଥାଏ, ରଙ୍ଗ ଖେଳ ନୁହେଁ। ଦିନରେ ଦୂର ଦୂରାନ୍ତରୁ 40ରୁ ଊର୍ଦ୍ଧ୍ୱ ବିମାନ ଶୋଭାଯାତ୍ରାରେ ଏଠାକୁ ଆସିଥାନ୍ତି। ଅପରାହ୍ନ 3ଟାରେ ପାଣି ଭଣ୍ଡାରର ରାଧାମାଧବ ଜିଉ ଦୋଳ ବିମାନ ଆସି ମଣ୍ଡପରେ ବସିଲା ପରେ ମେଳନ ସମାପ୍ତ ସ୍ୱରୂପ ଅନ୍ୟ ଠାକୁର ବାଡ଼ିଆମାନେ ବିମାନ ନେଇ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଗଣେଶରପୁର ଗ୍ରାମର ଆଚାର୍ଯ୍ୟ ପରିବାର ତଥା ଗ୍ରାମର ବାଡ଼ିଆମାନେ ଯିଏ ଯେଉଁଠି ଥାଉନା କାହିଁକି ଏହି ହୋଲିକୁ ସମସ୍ତେ ଆସି ଗାଁରେ ପହଞ୍ଚିଥାନ୍ତି। ପରସ୍ପର ମଧ୍ୟରେ ଅବିର ଲଗାଇ ସମ୍ପର୍କକୁ ଆହୁରି ମଜବୁତ କରିଥାନ୍ତି। ଆଚାର୍ଯ୍ୟ ପରିବାରର ରବିନାରାୟଣ ଆଚାର୍ଯ୍ୟ କହିଛନ୍ତି, ଚିତ୍ତରଞ୍ଜନ ଆଚାର୍ଯ୍ୟ, ସନ୍ତୋଷ ଆଚାର୍ଯ୍ୟ, ବ୍ରଜବନ୍ଧୁ ଆଚାର୍ଯ୍ୟ, ସୁବାସ ଆଚାର୍ଯ୍ୟ, ପ୍ରିୟବନ୍ଧୁ ଆଚାର୍ଯ୍ୟ, ଭୀଷ୍ମୟରଞ୍ଜନ ଆଚାର୍ଯ୍ୟ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଦୋଳ ଉତ୍ସବ ସମାପନ ହୋଇଛି। ରବି ନାରାୟଣ ଆଚାର୍ଯ୍ୟ ଇଏ ମେଳନରେ ସବୁଠୁ ବଡ଼ ବିଶେଷତ୍ୱ ହେବା ନବମୀ ଠାରୁ ଠାକୁର ବାହାରିଲେ ମଧ୍ୟ ପୂର୍ଣ୍ଣମୀ ଦିନ ଏଇ ବଡ଼ ମେଳନଟି ହେଇ ଆମର ଏଠାରେ ଏ ଅଞ୍ଚଳରେ ମେଳନ ଉଦ୍ଯାପିତ ହୁଏ। ଠାକୁର ଗଣେଶପୁର ଶାସନରୁ ବାହାରି ମହାଜନଗର ଛକ ଦେଇ ସାନ୍ତାଣୀଚୁରୀ ଦେଇ ବଢ଼େଇ ବାଡ଼ି ନୂଆ ଶାସନରେ କୁମାରେଶ୍ୱର ମହାଦେବଙ୍କୁ ଅଭିର ଦେଇ ଝାଡ଼ପଟାରେ ପହଞ୍ଚି ମେଳନ ପଡ଼ିଆରେ ପହଞ୍ଚେ ଏବଂ ଆମ ଠାକୁର 6 ନମ୍ବରରେ ବସେ। ଆଉ ଏଇ ଯାଉଛନ୍ତି ୟାଙ୍କ ନାଁ ହେଲା ଶ୍ରୀ ଶ୍ରୀ ଦାମୋଦର ଜିଉ। ଆମର ବହୁ ଆବମାନ କାଳରୁ ଆମ ବଂଶରେ ଇଏ ଠାକୁର ଚାଲିବାକୁ ଦୋଳ ହେଇ ଚାଲିଛି। ଆମର ଏ ମେଳନର ବିଶେଷତ୍ୱ ଯେ ଆମେ ଯେତେ ଠାକୁର ବାଡ଼ିଆ ଯାଉଛୁ ସମସ୍ତେ ପ୍ରାୟ ଭାଇ ଏବଂ ଭାଇଚାରାର ସମ୍ପର୍କ ନେଇ ଆମ ଠାକୁରମାନେ ଯାଆନ୍ତି। ଆମ ଠାକୁର ବାଡ଼ିଆଙ୍କ ଭିତରେ କୌଣସି ଗଣ୍ଡଗୋଳ ମତଭେଦ ପ୍ରାୟ ନଥାଏ, କିନ୍ତୁ ପ୍ରୋସେସନରେ ଯେଉଁମାନେ ବାହାର ଲୋକ ଆସନ୍ତି ସେଇଥିରେ ଟିକେ କେତେବେଳେ କିଛି ଗଣ୍ଡଗୋଳ ଦେଖାଯାଇଥାଏ। ତା ନହେଲେ ଝାଡ଼ପଟା ମେଳନରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ହୁଏ ନାହିଁ। ହଁ, ଆମେ ଯାଇକି ନୂଆ ଶାସନରେ ପହଞ୍ଚିଲେ ନୂଆ ଶାସନ ଛକରୁ ଭାଙ୍ଗିକିରି କୁମାରେଶ୍ୱର ମହାଦେବଙ୍କୁ ଯାଉ,
କାରଣ ଦୋଳ ଦିନ ହରିହର ଭେଟ ହେବାର ପ୍ରଥା ରହିଛି। ତେଣୁ ଆମେ ସେଠି ମହାଦେବଙ୍କୁ ଅଭିର ଦେଇ ସବୁ ଠାକୁର ମହାଦେବଙ୍କୁ ଅଭିର ଦେଇ ତାପରେ ଝାଡ଼ପଟାକୁ ଯାଉ। ଭଦ୍ରକରୁ ଅମୂଲ୍ୟ କୁମାର ମାଝୀଙ୍କ ରିପୋର୍ଟ, ଅମୂଲ୍ୟ ଲାଇଭ୍।